ଖ୍ରୀଷ୍ଟାବ୍ଦ ମନେ ରହୁନି? ଏହି ଭିଡ଼ିଓ ଦେଖ ଓ ଖାତାରେ ନୋଟ୍ କରିଦିଅ। ପ୍ରଥମ ଅଧ୍ୟାୟର ସମସ୍ତ ଖ୍ରୀଷ୍ଟାବ୍ଦ ଏହି ଭିଡ଼ିଓରେ କୁହାଯାଇଛି। ପିଲାମାନେ ଚାଲ ଦେଖିବା ଆମର ପ୍ରଥମ ଅଧ୍ୟାୟ ଭାରତୀୟ ଜାତୀୟ ଆନ୍ଦୋଳନ ଗାନ୍ଧୀ ଯୁଗରେ କେଉଁ ମେନ୍ ଖ୍ରୀଷ୍ଟାବ୍ଦ ସବୁ ଅଛି। 1869 ଖ୍ରୀଷ୍ଟାବ୍ଦରେ ଗାନ୍ଧୀଜୀ ଜନ୍ମଗ୍ରହଣ କରିଥିଲେ ଅକ୍ଟୋବର 2 ତାରିଖରେ। 1881ରେ କସ୍ତୁରବାଙ୍କୁ ବିବାହ କରିଥିଲେ। 1888 ଅକ୍ଟୋବରରେ ଗାନ୍ଧୀଜୀ ବାରିଷ୍ଟର ପଢ଼ିବା ପାଇଁ ଇଂଲଣ୍ଡ ଯାତ୍ରା କଲେ। 1891 ଜୁନରେ ଆଇନ ଶିକ୍ଷା ସମାପ୍ତ କରି ଭାରତ ଫେରିଥିଲେ। ତାପରେ 1894ରେ ନାଟାଲ ଭାରତୀୟ କଂଗ୍ରେସ ନାମକ ରାଜନୈତିକ ଦଳ ଗଠନ କରିଥିଲେ। ଇଣ୍ଡିଆନ୍ ଓପିନିଅନ୍ ନାମକ ଏକ ପତ୍ରିକା ମଧ୍ୟ ଲେଖିଥିଲେ। ସମ୍ବାଦ ପତ୍ରିକା। ପ୍ରଥମ ସତ୍ୟାଗ୍ରହର ଅସ୍ତ୍ର ସେ 1894ରେ ହିଁ ପ୍ରୟୋଗ କରିଥିଲେ। 1906ରେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ନିଜର ଆଙ୍ଗୁଳି ଛାପ ଥିବା ପ୍ରମାଣପତ୍ରକୁ ସବୁ ସମୟରେ ନିଜ ପାଖରେ ବହନ କରିବା ବାଧ୍ୟତାମୂଳକ କଲେ। 7 ନମ୍ବର ପଏଣ୍ଟ 1906 ସେପ୍ଟେମ୍ବର 11 ତାରିଖରେ ଜୋହାନ୍ସବର୍ଗର ଏମ୍ପାୟାର ଥିଏଟରଠାରେ ଥିବା ଭାରତୀୟମାନେ ଏହି ଆଇନକୁ ଅମାନ୍ୟ କରିବା ପାଇଁ ଦୃଢ଼ ସଂକଳ୍ପ ନେଲେ। 8 ନମ୍ବର ପଏଣ୍ଟ 1908 ଅଗଷ୍ଟରେ ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ପ୍ରଣୀତ ଦେଶାନ୍ତର ଗମନ ଆଇନ ବିରୁଦ୍ଧରେ ଅନେକ ଭାରତୀୟ ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ ଓ ଗିରଫ ମଧ୍ୟ ହେଲେ। 1908 ମାନେ ସେହି ବର୍ଷ ଅକ୍ଟୋବରରେ ଗାନ୍ଧୀଜୀଙ୍କୁ ମଧ୍ୟ ବନ୍ଦୀ କରାଗଲା। 9 ନମ୍ବର ପଏଣ୍ଟ 1913 ମାର୍ଚ୍ଚ 14ରେ ଦକ୍ଷିଣ ଆଫ୍ରିକାର ଉଚ୍ଚତମ ନ୍ୟାୟାଳୟର ଏକ ନିଷ୍ପତ୍ତି କ୍ରମେ ଖ୍ରୀଷ୍ଟିଆନ ରୀତି ଅନୁସାରେ ସମ୍ପାଦିତ ହୋଇ ନଥିବା ଓ ପଞ୍ଜୀକୃତ ହୋଇ ନଥିବା ଭାରତୀୟମାନଙ୍କର ବିବାହ ସ୍ୱୀକୃତିକୁ ପ୍ରତ୍ୟାହାର କରାଗଲା। 10 ନମ୍ବର ପଏଣ୍ଟ 1915 ଜାନୁଆରୀ 9ରେ ଗାନ୍ଧୀଜୀ ଭାରତକୁ ଫେରିଲେ। 11 ନମ୍ବର 1916 ଖ୍ରୀଷ୍ଟାବ୍ଦରେ ଅହମ୍ମଦାବାଦ ନିକଟରେ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ସ୍ଥାପନ କଲେ। 12 ନମ୍ବର ପଏଣ୍ଟ 1917 ଏପ୍ରିଲରେ ଗାନ୍ଧୀଜୀ ଚମ୍ପାରଣ ଜିଲ୍ଲାର ସଦର ମହକୁମା ମୋତିହାରୀଠାରେ ପହଞ୍ଚିଲେ ଓ ସେଠାରେ ଚମ୍ପାରଣ ଆନ୍ଦୋଳନ 1917 ମସିହାରେ ହୋଇଥିଲା। 13 ନମ୍ବର ପଏଣ୍ଟ 1918ରେ ଖେଡ଼ା ଆନ୍ଦୋଳନ ହୋଇଥିଲା। 14 ନମ୍ବର ପଏଣ୍ଟ 1919 ଖ୍ରୀଷ୍ଟାବ୍ଦରେ ରାଓଲାତ ଆଇନ ବିରୁଦ୍ଧରେ ଗାନ୍ଧୀଜୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ଥିଲା। 15 ନମ୍ବରରେ 1919 ଫେବୃଆରୀରେ ଗାନ୍ଧୀଜୀ ଏକ ସତ୍ୟାଗ୍ରହ କମିଟି ଗଠନ କଲେ ଓ ସଭ୍ୟମାନଙ୍କୁ ରାଓଲାତ ଆଇନ ଅମାନ୍ୟ କରିବାକୁ ପ୍ରବର୍ତ୍ତାଇଲେ। 16 ନମ୍ବରରେ 1919 ମାର୍ଚ୍ଚ 18ରେ ରାଓଲାତ ଆଇନ ଗୃହୀତ ହେଲା। 17 ନମ୍ବରରେ 1919 ଏପ୍ରିଲ 6 ତାରିଖରେ ଦେଶବ୍ୟାପୀ ହରତାଳ ପାଳନ ହୋଇଥିଲା। 18 ନମ୍ବରରେ 1919 ଏପ୍ରିଲ 9ରେ ଗାନ୍ଧୀଜୀଙ୍କୁ ଗିରଫ କରି ଛାଡ଼ି ଦିଆଗଲା। 19 ନମ୍ବରରେ 1919 ଏପ୍ରିଲ 10ରେ ଡକ୍ଟର ସାଇପାଲ ଓ ଡକ୍ଟର ସାଇଫୁଦ୍ଦିନ କିଚଲଙ୍କୁ ଅମୃତସରଠାରେ ଗିରଫ କରାଗଲା। 20ରେ 1919 ଏପ୍ରିଲ 13ରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ହୋଇଥିଲା। 21ରେ 1919 ଏପ୍ରିଲ 18ରେ ଗାନ୍ଧୀଜୀ ରାଓଲାତ ଆଇନ ବିରୁଦ୍ଧରେ ଆନ୍ଦୋଳନକୁ ପ୍ରତ୍ୟାହାର କଲେ।